ଆପଣଙ୍କର ବିନା ଜାଣତରେ ହେଉଛି ଜମର ଅଜାଣତରେ ଆର୍ଆଇର ଅଜାଣତରେ ମଧ୍ୟ ଜବରଦଖଲ ହୋଇନାହିଁ। ଆପଣଙ୍କର ପ୍ରଥମ ଦାୟିତ୍ୱ ଯେ ଆପଣ ସରକାରଙ୍କର ପ୍ରତିନିଧି ଏବଂ ଆପଣଙ୍କର ଦାୟିତ୍ୱ ସରକାରୀ ଜମିର ସୁରକ୍ଷା କରିବା। ପରିଚିତ କରୁଛନ୍ତି ମୃତ ବ୍ୟକ୍ତିକୁ ଆଚ୍ଛା ତ ଭଉଣୀ ତ ବାହାରି ପଳେଇଲା ତାକୁ ତ ଛାଡ଼ି ଦିଅନ୍ତୁ ଆଜ୍ଞା ଏମିତି କହୁଛନ୍ତି ସେଭଳିଆ ପ୍ରୋବ୍ଲେମ୍ ଅଛି। ସେମାନେ ବିବାଦକୁ ଯିବା ପାଇଁ ଚାହୁଁନାହାନ୍ତି, ଭାଇ ସାଙ୍ଗରେ ସମ୍ପର୍କ ତୁଲେଇବା ପାଇଁ ଚାହୁଁନାହାନ୍ତି। ବହୁତ ସମୟରେ ସେମାନେ ରିଲିଫ ଚାହୁଁଛନ୍ତି। ଆଉ କଲମ ଟୁ କରେକ୍ସନରେ କେଉଁ ଆର୍ଆଇ 1000ରୁ ଅଧିକ କରିଛନ୍ତି। କାରଣ ବୟସ କେତେ ଆପଣ ତ 70 ହୁଏ 30 ବର୍ଷର ଯୁବକ ବେଶୀ କାମ କରିପାରିବ ନା 80 ବର୍ଷର ବୁଢ଼ା? ତେଣୁ 30 ବର୍ଷର ଯୁବକ ଭଳିଆ କେତେ ଘଣ୍ଟା ୱାର୍କିଂ ହବା କଲେକ୍ଟର ଉତ୍ତର ଦେଲେ କହିବି a government servant is deemed to be on duty around the clock। ହଁ କଲେକ୍ଟର ସାର୍ ଠିକ୍ କହୁଛି ନା 8 ଘଣ୍ଟା କେବଳ କହିଲେ 10 ଘଣ୍ଟା 12 ଘଣ୍ଟା ମଧ୍ୟ କାମ କରିବା ପାଇଁ ପଡ଼ିବ। ଆପଣଙ୍କୁ କଲେକ୍ଟରକୁ କହୁଥିଲି ଧରି ଆମ ସବକଲେକ୍ଟର ତ ଝାରସୁଗୁଡ଼ାରେ ଥିଲେ। ଆପଣ କହୁଥିଲେ ବୋଧେ ଥରେ ଗୋଟେ ଲାଷ୍ଟ ଟାଇମ୍ ତାକୁ ସଂସାରଥିଲି ଡେଲିଗେସନ୍ ଯାଇଥିଲୁ ଚାଇନା। 3 ବିଲିୟନ୍ ଡଲାର ପ୍ରୋଜେକ୍ଟ ସମୁଦ୍ର ଠିକ୍ ହେଇଗଲା। ତ ସେଠି ଏମିତି କରୁଛନ୍ତି ବହୁତ ସମୟରେ ଘର ଲାଇଟ୍ ମଧ୍ୟ ନହେଲେ ଦେଇକି ପଳେଇବ। ନହେଲେ ଚାଇନାରେ ବି ସେୟା କରିଦେବୁ ଅଫିସର ପଇସା ଇଲେକ୍ଟ୍ରିକ୍ ବିଲ୍ ସରକାର ତ ଦେବ ଆପଣ କ'ଣ ଦେଉଛୁ ଲାଇଟ୍ ନହେଲେ ପଳେଇ ଯାଇଥିବ ଭାବିବି ସେ କଥା କାମ କରୁଛୁ ଚାଲ ଗୋଟେ ଅଫିସ୍ ଦେଖିବୁ ମୋତେ ଗୋଟେ ଅଫିସ୍କୁ ଦେଇକି ବଡ଼ ବଡ଼ ଅଫିସ୍ ହେଇକି ଆମ ଭଳିଆ ଭାର୍ଟିକାଲ୍ ଅଫିସ୍ ଏଠି ଆମର ହରିଜନ୍ଟା ଯେଉଁଟା ଅଛି ସେମାନଙ୍କର ସବୁ 40-50-60 ମହିଳା ଲମ୍ବା ଲମ୍ବା ନବଶ୍ଚନ୍ଦ୍ରୀଙ୍କ ସାହସ ଗଲାବେଳକୁ ପ୍ରକୃତରେ କାମ କରୁଥିଲେ। ତ ମୁଁ ମୋତେ ଟିକେ ପରିଚୟ ହେଲା ପରେ ମୁଁ ସେଟ୍ ଉପରେ କପ୍ ପିଇ ତ ପଚାରିଲି ୱାର୍କିଂ ଆୱାର୍ ନାହିଁ ଯଦି ଆପଣ ଫଟ୍ କରି କହିଲେ 10 ସେକେଣ୍ଡ ବି ଲାଗିଲାନି ଆପଣ କହିଲେ 8 ଆୱାର୍ସ। ସେମାନେ ମୋତେ କହିଲେ 8 ଆୱାର୍ସ ଲାଇକ୍ ଏନିୱେର୍ ଇନ୍ ଦି ୱାର୍ଲ୍ଡ। କହିଲେ 8 ଆୱାର୍ସରେ ଏତେ ବେଳ ପର୍ଯ୍ୟନ୍ତ 12:30 ପର୍ଯ୍ୟନ୍ତ କାହିଁକି କହିଛନ୍ତି? ସେମାନେ ମୋତେ କହିଲେ ଆଜିର ଦିନର ଆମର ଯେଉଁ କାମ ସେ କାମ ସମାପ୍ତି ସେଥିପାଇଁ ମୁଁ ଆଉ ଲାଷ୍ଟ ସେଣ୍ଟେନ୍ସଟା ଶୁଣିକରି ଲାଗିଲେ ସେମାନେ ମୋତେ କହିଲେ ୱି ନେଭର କିପ୍ ଟୁଡେସ୍ ୱାର୍କ ପେଣ୍ଡିଂ ଫର୍ ଟୁମରୋ। ସେଇଟା ହେଉଛି ବିକାଶର ମନ୍ତ୍ର। ଯେତେ ଅଧିକ କାମ କରିବା ରାଷ୍ଟ୍ର ସମାଜ ସେତେ ଉପକୃତ। କେବଳ ଦରମା ପାଇଁ କାମ କରୁଛୁ ଦରମା ସାଙ୍ଗେ ସାଙ୍ଗେ ଆଉ ଗୋଟେ ବହୁତ ଉଦ୍ଦେଶ୍ୟ ନିହିତ ହେଉଛି ସେଇଟା ହେଲା ଗରିବ ଲୋକର କାମ କରିବା ଗରିବ ଲୋକର ସେବା କରିବା ଆଉ ଟାଇମ୍ ଲାଇନ୍ ଭିତରେ କରୁଛୁ। ଛୁଆମାନେ ବହୁତ ସମୟରେ ମୋ ପାଖକୁ କମ୍ପ୍ଲେନ୍ କରିବେ ସକାଳ ବେলা ଉଠିଲା ବେଳକୁ ଭୁବନେଶ୍ୱରରେ 100 ଲୋକ ତହସିଲଦାରଙ୍କ ସାଙ୍ଗରେ ସହଭାଗିତା କରିକି ସମସ୍ତେ ମିଶିକି ସେବା ମନୋବୃତ୍ତି ନେଇକି କାମ କରନ୍ତୁ। ଆଉ ଆପଣମାନେ ଜାଣିଥାନ୍ତୁ ଆପଣଙ୍କର ଦରମା ଫରମା ଯାହା ପାଉଛନ୍ତି ଆପଣଙ୍କର ତ ପାସବୁକ୍ ଅଛି ଆଜିକାଲି ଯେଉଁ ପାସବୁକ୍ରେ ପଡ଼ୁଛି ନା କେସ୍ ମିଳୁଛି ଅନଲାଇନ୍ ଦରମାଟା ଯେମିତି ଅନଲାଇନ୍ରେ ଆପଣଙ୍କର ଆକାଉଣ୍ଟକୁ ଯାଉଛି ଆପଣମାନଙ୍କର ଆଉ ଗୋଟେ ଆକାଉଣ୍ଟ ଅଛି ସେ ଆକାଉଣ୍ଟ ସ୍ୱୟଂ ଭଗବାନ ରଖିଛନ୍ତି ସେଟା ହେଲା ପାରଫର୍ମାନ୍ସ ଆକାଉଣ୍ଟ କର୍ମର ଆକାଉଣ୍ଟ। ଯେତେ କାମ କରିବେ ସେଟା ମଧ୍ୟ ଅନଲାଇନ୍ରେ ଆପଣ ଉପରବାଲା ରଖିଥିବା ପାସବୁକ୍ରେ ଜମା ହେଉଛି। କର୍ମ ପ୍ରତି ଦୃଷ୍ଟି ଦିଅନ୍ତୁ ତାଙ୍କର ପିଲାର କର୍ମକାଣ୍ଡ ପଢ଼ନ୍ତୁ। କର୍ମର କୌଣସି ଉତ୍ତର ନାହିଁ କଠିନ ପରିଶ୍ରମର କୌଣସି ଉତ୍ତର ନାହିଁ ଏବଂ ସାମଗ୍ରିକ ଭାବରେ ଆମେ ଓଡ଼ିଶାର 100 ବର୍ଷ ପୂର୍ତ୍ତି ହେବ 2026 ମସିହାରେ ଦେଶର ସ୍ୱାଧୀନତାର ମଧ୍ୟ 2047 ବେଳକୁ 100 ବର୍ଷ ପୂର୍ତ୍ତି ହେବ। ସେ ସମୟରେ ବିକଶିତ ଭାରତ 2036 ବେଳକୁ ବିକଶିତ ଓଡ଼ିଶା ସମ୍ଭବପର ସେତେବେଳେ ହେବ ଯେତେବେଳେ ରାଜସ୍ୱ ବିଭାଗର ତଳୁ ଉପର ଅଧିକାରୀମାନେ ନିଷ୍ଠାପରତା ସହିତ କାମ କରିବେ। ଆମେ କାମ କଲେ ବାକି ସମସ୍ତେ ଦୌଡ଼ିବେ ଆମ ସାଙ୍ଗରେ। ଆଉ ଏଠି ବି ଗୁଡ଼ିଏ ସମସ୍ୟା ମଧ୍ୟ ଅଛି ଲ୍ୟାଣ୍ଡ ଏକ୍ୱିଜିସନ୍ର ସମସ୍ୟା ଅଛି।
କୋଡ଼ିଏ ଲୋକଙ୍କର କଲମ ଟୁ କରେକ୍ସନ୍ ଅଛି ବସୁନ୍ଧରା ଯୋଜନାରେ ସବୁ ଗରିବକୁ ଆପଣଙ୍କର ବିନା ଜାଣତରେ ହେଉଛି ଜମର ଅଜାଣତରେ ଆର୍ଆଇର ଅଜାଣତରେ ମଧ୍ୟ ଜବରଦଖଲ ହୁଏ ନାହିଁ। ଆପଣଙ୍କର ପ୍ରଥମ ଦାୟିତ୍ୱ ହେଲା ଯେ ଆପଣ ସରକାରଙ୍କର ପ୍ରତିନିଧି ହେବ ଏବଂ ଆପଣଙ୍କର ଦାୟିତ୍ୱ ସରକାରୀ ଜମିର ସୁରକ୍ଷା କରିବା। ଆଉ ଯଦି ସେଟା ସୁରକ୍ଷା କରିପାରିଲା ନାହିଁ ତାହେଲେ ଆମେ ଆମର ମୂଳ କାମ ପ୍ରତି ଅନ୍ୟାୟ କରିବୁ। ये इन्स्टिट्यूट ହେଲା ପରେ ଆହୁରି ରେଗୁଲାର ଟ୍ରେନିଂ ହେବ ଆହୁରି ଜିଲ୍ଲାପାଳ ବି ଆସିବେ ବହୁତ ଆଜିକାଲି ଆଉ ମୋବାଇଲ ଯୁଗ ନୁହଁ ସେବା ଠିକ ଅଛି।